ଝାରସୁଗୁଡ଼ା ଜିଲ୍ଲାରେ ନିର୍ମାଣ କଲ୍ୟାଣ ସହାୟତା ଯୋଜନା ବାବଦକୁ 64 ଜଣଙ୍କୁ ବିଭିନ୍ନ ବର୍ଗରେ ସହାୟତା ରାଶି ବଣ୍ଟନ କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିର୍ମାଣ ଶ୍ରମିକଙ୍କ ଉଦ୍ଦେଶ୍ୟରେ ବଣ୍ଟନ କରାଯାଉଥିବା ବିଭିନ୍ନ ସହାୟତା ରାଶି ସମ୍ପର୍କରେ ଉଲ୍ଲେଖ କରିବା ସହ ସହାୟତା ରାଶି ବଣ୍ଟନ କରିଥିଲେ। ଏହି କ୍ରମରେ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ବାବଦକୁ 22 ଜଣଙ୍କୁ 43 ଲକ୍ଷ, ଅନ୍ତ୍ୟେଷ୍ଟିକ୍ରିୟା ବାବଦକୁ 21 ଜଣଙ୍କୁ 1 ଲକ୍ଷ ଟଙ୍କା, ଶିକ୍ଷା ବାବଦକୁ 9 ଜଣଙ୍କୁ ଟ98,200, ପ୍ରସୂତିକାଳୀନ ସହାୟତା ବାବଦକୁ 6 ଜଣଙ୍କୁ 60,000 ଓ ବିବାହ ସହାୟତା ବାବଦକୁ 6 ଜଣଙ୍କୁ 3 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶ୍ରମ ଅଧିକାରୀ ପ୍ରବର୍ତ୍ତନ ସୁନିତା କିଷାନ, ଜିଲ୍ଲା ଶ୍ରମ ଅଧିକାରୀ କଲ୍ୟାଣ ସସ୍ମିତା ବିଶ୍ୱାଳ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଣ୍ୟବତୀ ହେଲେନ ଖେସ୍, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ପରିଚାଳକ ଜନ୍ମେଜୟ ସା, କଲ୍ୟାଣ ସଂଯୋଜକ କାନ୍ତେଶ୍ୱର ମହାପାତ୍ର ଓ ଆଶିଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।